କେନାଲ କଡ଼ ବିଲରୁ ମିଳିଲା ଅଚିହ୍ନା ଯୁବକର ମୃତଦେହ। ହତ୍ୟା ସନ୍ଦେହ। ପୁଲିସର ତନାଘନା ଜାରି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ତନାଘନା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଦେଇ ଯାଇଥିବା ଆମ୍ବହତା କେନାଲ କଡ଼ରେ ଥିବା ଧାନ ବିଲରେ ପଡ଼ିଛି ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମର ଶରୀର। ବ୍ୟକ୍ତି ଜଣକର ପରିଚୟ ନ ମିଳିଥିବାରୁ ସ୍ଥାନୀୟ ସରପଞ୍ଚ ମମତା ବେହେରାଙ୍କ ଅଭିଯୋଗ କ୍ରମେ ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରା, ଏଏସ୍ଆଇ ସୁଜାତା ମଲ୍ଲିକ ଓ ବିଶ୍ୱମ୍ବର ଚକ୍ରବର୍ତ୍ତୀ ଘଟଣାସ୍ଥଳରେ ପହଞ୍ଚି ଘଟଣାଟିର ତନାଘନା କରିଥିଲେ। କେନାଲ ବନ୍ଧ ଉପରେ ଗୋଟିଏ ସାଇକେଲ ପଡ଼ିଥିବା ବେଳେ ମର ଶରୀର ନିକଟରେ ଜଣେ ବ୍ୟକ୍ତିର ଜୋତା ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ମନୋରମା ରାଉତଙ୍କ ସହ ବାଲେଶ୍ୱର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାରୁ କିଛି ଦୂରରେ ରହୁଥିବା ଆଦିବାସୀ ସାହିର ହଗର ମାରାଣ୍ଡି, ସନ୍ତୋଷ ମାରାଣ୍ଡି, ଗୋପୀନାଥ ବେସରା, ରଘୁନାଥ ମାରାଣ୍ଡିଙ୍କ ଉପରେ ପୁଲିସର ସନ୍ଦେହ ଜାତ ହୋଇଛି। ଖଇରାରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ, ନଜର ଓଡ଼ିଶା ଟିଭି।